ओम शांति 23/6/2026 प्रातः मुरली बापदादा मधुबन। मीठे बच्चे, तुमे माने महान सौभाग्यशाली अट काहेकिना तुमको भगवान सेही पाठ पढ़ाउछंती जहाकू एपर्यंत कौनसी ऋषि मुनि मध्य पढ़ी नाहांती। बाबा कहउछंती, मीठे बच्चे तुमे माने महान सौभाग्यशाली अट काहेकिना तुमको भगवान सेही पाठ पढ़ाउछंती जहाकू एपर्यंत कौनसी ऋषि मुनि मध्य पढ़ी नाहांती। आजिर प्रश्न, ड्रामार क्यों निर्धार्य को केवल तुमे पिला माने जानिछ, दुनियार मनुष्य माने जानि नाहांती। ड्रामार क्यों निर्धार्य को केवल तुमे पिला माने जानिछ, दुनियार मनुष्य माने जानि नाहांती। उत्तर, तुमे माने जानिछ जे एही रुद्र ज्ञानयज्ञरु ही विनाशर ज्वाला प्रज्वलित होइछि। एबे सारा पुराणा दुनिया ही एथिरे स्वाहा हेबाकू जाउछि। ड्रामार एही पूर्व निर्धारित भविष्यत को केही एड़ेई देई पारिबे नाही। एहा एभली अश्वमेध अविनाशी रुद्रयज्ञ ଯେଉଁଥିରେ ଦୁନିଆର ସମସ୍ତ ସାମଗ୍ରୀ ସ୍ୱାହା ହେବ ଏବଂ ଆମେ ଏହି ପତିତ ଦୁନିଆକୁ ଆଉ ଆସିବା ନାହିଁ। ଏହାକୁ ଈଶ୍ୱରକୃତ କୁହାଯିବ ନାହିଁ, ଡ୍ରାମାର ନିର୍ଧାର୍ଯ୍ୟ ବୋଲି କୁହାଯିବ। ଗୀତ ମୁଖଡ଼ା ଦେଖିଲେ ପ୍ରାଣୀ। ଓମ୍ ଶାନ୍ତି। ତୁମେ ପିଲାମାନେ ମଧ୍ୟ ମନୁଷ୍ୟ ଅଟ। ଏହା ମନୁଷ୍ୟମାନଙ୍କର ସୃଷ୍ଟି ଅଟେ। ବର୍ତ୍ତମାନ ତୁମେ ବ୍ରାହ୍ମଣ ଧର୍ମର ମନୁଷ୍ୟ ହୋଇଛ। ବାବା ଆତ୍ମାମାନଙ୍କୁ ଶିକ୍ଷା ଦେଉଛନ୍ତି। ଆତ୍ମାକୁ ବର୍ତ୍ତମାନ ନିଜର ସ୍ୱଧର୍ମର ଜ୍ଞାନ ମିଳିଛି ଯେ ମୁଁ ଆତ୍ମା, ଏହି ଶରୀରର ଚାଳକ। ଆତ୍ମାର ଏହା ରଥ ଅଟେ। ଯେପରି ବାବା ଏହି ରଥରେ ବିରାଜମାନ କରିଛନ୍ତି, ତୁମର ଆତ୍ମା ମଧ୍ୟ ଏହି ରଥ ଉପରେ ବିରାଜମାନ କରିଛି। କେବଳ ଆତ୍ମା ଏହି ଜ୍ଞାନକୁ ଭୁଲି ଯାଇଛି ଯେ ମୁଁ ଆତ୍ମା ଶାନ୍ତ ସ୍ୱରୂପ। ମୋର ରହିବାର ସ୍ଥାନ ମଧ୍ୟ ମୂଳବତନ। ଏହି ଶରୀର ଆମକୁ ଏହିଠାରେ ମିଳିଥାଏ। ଏହିଭଳି ନିଜ ସହିତ କଥାବାର୍ତ୍ତା କରିବାକୁ ହେବ। ବାବା କହୁଛନ୍ତି, ତୁମେ ଆତ୍ମା ଶାନ୍ତ ସ୍ୱରୂପ। ଯଦି ତୁମେ ଶାନ୍ତିରେ ବସିବାକୁ ଚାହୁଁଛ, ତେବେ ନିଜକୁ ଶାନ୍ତିଧାମ ନିବାସୀ ଆତ୍ମା ମନେ କର। ଅଳ୍ପ ସମୟ ଶାନ୍ତିରେ ବସିପାରିବ। ମନୁଷ୍ୟ ଶାନ୍ତି ହିଁ ମାଗୁଛନ୍ତି। ମନକୁ ଶାନ୍ତି ଦରକାର, ଏହି କଥା ଆତ୍ମା କହିଲା। କିନ୍ତୁ ମନୁଷ୍ୟ ଏହି କଥା ଜାଣିନାହାନ୍ତି ଯେ ମୁଁ ଆତ୍ମା। ଏହି କଥା ଭୁଲି ଯାଇଛନ୍ତି। ଗୋଟିଏ କାହାଣୀ ମଧ୍ୟ ଅଛି ନା, ରାଣୀଙ୍କ ଗଳାରେ ହାର ଥିଲା, କିନ୍ତୁ ସେ ବାହାରେ ଖୋଜୁଥିଲେ। ତେବେ ବାବା ବି ବୁଝାଉଛନ୍ତି, ଶାନ୍ତି ତ ତୁମର ସ୍ୱଧର୍ମ ଅଟେ। ପିଲାମାନେ ମଧ୍ୟ ବୁଝିଛନ୍ତି ଯେ ଆମେ ଆତ୍ମାମାନେ ଶାନ୍ତ ସ୍ୱରୂପ। ଏଠାକୁ ଅଭିନୟ କରିବାକୁ ଆସିଛୁ। ଯେତେବେଳେ ଏହି କର୍ମେନ୍ଦ୍ରିୟ ଠାରୁ ଅଲଗା ହୋଇଯାଏ, ସେତେବେଳେ ଆତ୍ମା ଶାନ୍ତ ହୋଇଯାଏ। ଆତ୍ମା ନିଜର ଶାନ୍ତିର ସ୍ୱଧର୍ମରେ ଯେତେ ସମୟ ଚାହିଁବ ବସିପାରିବ। ଯଦି ଚାହିଁବ ମୁଁ ଏହି ଶରୀର ଦ୍ୱାରା କାମ କରିବି ନାହିଁ, ତେବେ ଶାନ୍ତିରେ ବସିଯାଅ। ଏହା ହିଁ ହେଉଛି ପ୍ରକୃତ ଶାନ୍ତି। ଏହାକୁ ତୁମେମାନେ ଖୋଜୁନାହଁ। ତୁମର ସ୍ୱଧର୍ମ ହେଉଛି ଶାନ୍ତି। ଏବେ ତୁମେ ଏଠାରେ ଅଭିନୟ କରୁଛ। ବାବାଙ୍କ ଦ୍ୱାରା ଏବେ ଜଣାପଡ଼ିଲା ଯେ ମୁଁ ଆତ୍ମା 84 ଜନ୍ମର ଅଭିନୟ କରି ଆସୁଛି। ଏହି 84 ଜନ୍ମର ଚକ୍ର ବିଷୟରେ କାହାକୁ ବି ଜଣାନାହିଁ। କେବଳ ତୁମେ ପିଲାମାନେ ହିଁ ଜାଣିଛ। ପ୍ରଥମେ ଆମେ ସୂର୍ଯ୍ୟବଂଶୀ ରାଜା ବା ପ୍ରଜା ଥିଲେ, ପୁଣି ଚନ୍ଦ୍ରବଂଶୀ, ତାପରେ ବୈଶ୍ୟବଂଶୀ, ତାପରେ ଶୂଦ୍ରବଂଶୀ ହେଲେ। ଏବେ ପୁନର୍ବାର ଆମକୁ ସୂର୍ଯ୍ୟବଂଶୀ ହେବାକୁ ପଡ଼ିବ। ତୁମେ ପିଲାମାନେ ଏବେ ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣିଗଲଣି। ତେବେ ତୁମେ କେତେ ସୌଭାଗ୍ୟଶାଳୀ ଅଟ। ବାବା ତ ଯଥାର୍ଥ କଥା ବୁଝାଉଛନ୍ତି।
ଏହା ହିଁ ହେଉଛି ସଦ୍ଗତି ମାର୍ଗ। ଏହି କଥା ବୁଝାଇବାକୁ ହେବ ଯେ ସମସ୍ତଙ୍କର ସଦ୍ଗତି ଦାତା ଜଣେ ହିଁ ଅଟନ୍ତି। ଏବେ ତୁମେ ଜାଣିଗଲଣି ଯେ ବାବା ଆସି ଆମକୁ 21 ଜନ୍ମ ପାଇଁ ସଦ୍ଗତି ପ୍ରାପ୍ତ କରାଉଛନ୍ତି। ବାହାର ଦୁନିଆର ମନୁଷ୍ୟମାନେ ଏହି କଥାକୁ ଜାଣି ହିଁ ନାହାନ୍ତି। ତୁମେ ବ୍ରହ୍ମା କୁମାର କୁମାରୀମାନେ ହିଁ ଜାଣିଛ। କେହି କେହି ପଚାରୁଛନ୍ତି, ତୁମେ ବି କେ ବା ବ୍ରହ୍ମା କୁମାର କୁମାରୀମାନେ କ'ଣ ଜାଣିଛ? ପରୀକ୍ଷା ତ ହେବା ଦରକାର କି ତୁମେ ବ୍ରାହ୍ମଣ ବ୍ରାହ୍ମଣୀ ହୋଇଛ କି ନାହିଁ। ଯଦି ତୁମେ ବ୍ରହ୍ମାଙ୍କର ସନ୍ତାନ ତେବେ ସୃଷ୍ଟିଚକ୍ରକୁ ନିଶ୍ଚିତ ଜାଣିଥିବ। ବାବା ଯିଏକି ସୃଷ୍ଟିର ରଚୟିତା ତାଙ୍କୁ ଜାଣିଛ। ଋଷି ମୁନି ଆଦି ତ ରଚୟିତା ଓ ରଚନାକୁ ଜାଣି ହିଁ ନାହାନ୍ତି। ତେବେ ତ ନାସ୍ତିକ ହେଲେ। ତୁମେମାନେ ମଧ୍ୟ ନାସ୍ତିକ ଥିଲ। ତୁମେମାନେ ମଧ୍ୟ ରଚୟିତା ବାବା ଏବଂ ରଚନା ବା ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣିନଥିଲ। ସ୍କୁଲକୁ ପ୍ରଥମେ ଅପାଠୁଆମାନେ ଆସିଥାନ୍ତି। ତାପରେ କହିବେ ସ୍କୁଲରେ ଆମେ ଏଇଆ ପଢ଼ିଛୁ। ଏବେ ତୁମେ ଈଶ୍ୱରୀୟ ପାଠ ପଢ଼ୁଛ। ପରମ ପିତା ପରମାତ୍ମା ତୁମକୁ ପଢ଼ାଉଛନ୍ତି। ଏହାକୁ ବୁଦ୍ଧିରେ ରଖିବା ଦରକାର। ରଚୟିତା ତ କେବଳ ଶିବ ବାବା ହିଁ ଅଟନ୍ତି। ରୁଦ୍ର ହିଁ ଜ୍ଞାନ ଯଜ୍ଞ ରଚନା କରିଥିଲେ। ଏହି କଥା ଶାସ୍ତ୍ରରେ ମଧ୍ୟ ରହିଛି। ତେବେ ରୁଦ୍ର ଏବଂ ଶିବ ପରମାତ୍ମାଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ତ ନାହିଁ। ଏହି କଥା ମଧ୍ୟ ଗାୟନ ଅଛି ଯେ ରୁଦ୍ର ଜ୍ଞାନ ଯଜ୍ଞରୁ ବିନାଶର ଜ୍ୱାଳା ପ୍ରଜ୍ୱଳିତ ହୋଇଥିଲା। କେବଳ ରୁଦ୍ର ଶିବଙ୍କ ସ୍ଥାନରେ ଶ୍ରୀକୃଷ୍ଣଙ୍କର ନାମ ଲେଖିଦେଇଛନ୍ତି। ଏହା ସେହି ଗୀତା ହିଁ ଅଟେ। କହୁଛନ୍ତି ଏହି ରୁଦ୍ର ଜ୍ଞାନ ଯଜ୍ଞରୁ ବିନାଶର ଜ୍ୱାଳା ପ୍ରଜ୍ୱଳିତ ହୋଇଥିଲା। ତେବେ ସ୍ୱରାଜ୍ୟ ପାଇବା ପାଇଁ ଏହା ଜ୍ଞାନ ଯଜ୍ଞ ଅଟେ। ଏଥିରେ ପୁରୁଣା ଦୁନିଆ ସ୍ୱାହା ହେବାକୁ ଯାଉଛି। ଯଜ୍ଞରେ ସମସ୍ତ ସାମଗ୍ରୀକୁ ଆହୁତି ଦେଇଥାନ୍ତି, ଅର୍ଥାତ୍ ସବୁକିଛି ସ୍ୱାହା କରିଦେଇଥାନ୍ତି। ତେବେ ଏହି ରୁଦ୍ର ଜ୍ଞାନ ଯଜ୍ଞରେ ସାରା ପୁରୁଣା ଦୁନିଆ ସ୍ୱାହା ହୋଇଯିବ। ତୁମେମାନେ ଏବେ ରାଜଯୋଗ ଶିକ୍ଷା କରୁଛ। ପୁଣି ଏହି ପତିତ ଦୁନିଆକୁ ଆସିବ ନାହିଁ। ଏହି ଦୁନିଆ ଏବେ ସମାପ୍ତ ହେବାକୁ ଯାଉଛି। ତୁମେମାନେ ଜାଣିଛ ପ୍ରାକୃତିକ ବିପର୍ଯ୍ୟୟ ଇତ୍ୟାଦି ହେବ। ଏହି ସାରା ଜ୍ଞାନ ତୁମ ବୁଦ୍ଧିରେ ଧାରଣ ହେବା ଦରକାର। ଶିବ ବାବା କହୁଛନ୍ତି ମୋ ବୁଦ୍ଧିରେ ହିଁ ସାରା ଜ୍ଞାନ ରହିଛି। ବାବା ତ ସତ୍ୟ ଚୈତନ୍ୟ ଏବଂ ଜ୍ଞାନର ସାଗର ଅଟନ୍ତି। ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣିଛନ୍ତି। ଋଷି ମୁନି ତ କହୁଛନ୍ତି ଆମେ ରଚୟିତା ଏବଂ ରଚନାର ଜ୍ଞାନକୁ ଜାଣିନାହୁଁ। ଯଦି ତୁମକୁ କେହି ପଚାରନ୍ତି ତୁମକୁ କ'ଣ ମିଳୁଛି, ତାଙ୍କୁ କୁହ ଯାହାକୁ ବଡ଼ ବଡ଼ ଋଷିମୁନି ଇତ୍ୟାଦି କହୁଥିଲେ ଯେ ଆମେ ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣିନାହୁଁ, ତାହା ଆମେ ଜାଣିଛୁ। ରଚୟିତା ବାବାଙ୍କ ବ୍ୟତୀତ ରଚନାର ଆଦି ମଧ୍ୟ ଅନ୍ତର ରହସ୍ୟ କେହି ବି ବୁଝାଇ ପାରିବେ ନାହିଁ। କେବଳ ରଚୟିତା ହିଁ ବୁଝାଇ ପାରିବେ। ତୁମକୁ ଜଣାଅଛି ମହୁମାଛିଙ୍କର ମଧ୍ୟ ରାଣୀ ଥାଏ। ରାଣୀ ପଛେ ପଛେ ସବୁ ମାଛି ଯାଇଥାନ୍ତି। ରାଣୀ ଅର୍ଥାତ୍ ମା ସହିତ ସେମାନଙ୍କର କେତେ ସମ୍ବନ୍ଧ ଥାଏ। ବେହଦର ପିତା ମଧ୍ୟ ଆସି ସମସ୍ତ ପିଲାମାନଙ୍କୁ ସାଥିରେ ନେଇଯାଉଛନ୍ତି। ତୁମେ ଜାଣିଛ ବାବା ଆସିଛନ୍ତି ଆତ୍ମାମାନଙ୍କୁ ଶାନ୍ତିଧାମକୁ ସାଥିରେ ନେଇଯିବା ପାଇଁ। ପୁନର୍ବାର ଆମର ସତ୍ୟଯୁଗର ଅଭିନୟ ଆରମ୍ଭ ହେବ। ଯେଉଁ ଅଭିନୟ କରିବା ପାଇଁ ତୁମେ ଏହି ଦେବୀ ଦେବତା ପଦ ପାଉଛ। ଏଠାକୁ ତୁମେ ମନୁଷ୍ୟରୁ ଦେବତା ପଦ ପାଇବା ପାଇଁ ଆସୁଛ। ସବୁ ଗୁଣ ଏହିଠାରେ ହିଁ ଧାରଣ କରିବାକୁ ହେବ। ଏହି ଲକ୍ଷ୍ମୀ ନାରାୟଣଙ୍କ ଭଳି ହେବାକୁ ପଡ଼ିବ। ଏମାନଙ୍କୁ ଦିବ୍ୟ ଦୃଷ୍ଟି ବିନା କେହି ଦେଖିପାରିବେ ନାହିଁ। ଏବେ ତୁମେ ଜାଣିଛ ଆମେ ସୂର୍ଯ୍ୟବଂଶୀ ଦେବତା ହେବୁ। ତୁମ ବୁଦ୍ଧିରେ ଅଛି ଯେ ସ୍ୱର୍ଗର ରାଜଧାନୀ କିପରି ସ୍ଥାପନ ହେବ।
ସତ୍ୟ ଯୁଗରେ ଦେବତାମାନଙ୍କର ରାଜ୍ୟ ଥିଲା, କିନ୍ତୁ ଦେବତାମାନଙ୍କର ରାଜ୍ୟରେ ମଧ୍ୟ ରାକ୍ଷସମାନଙ୍କୁ ଦେଖାଇ ଦେଇଛନ୍ତି। ଏ କଥା କେହି ଜାଣିନାହାନ୍ତି ଯେ ଭାରତ କେତେ ପବିତ୍ର ଥିଲା। ମହିମା ମଧ୍ୟ ଗାୟନ କରୁଛନ୍ତି ସର୍ବଗୁଣ ସମ୍ପନ୍ନ। ସେମାନଙ୍କ ସମ୍ମୁଖରେ ମୁଣ୍ଡ ମଧ୍ୟ ନୁଆଉଛନ୍ତି। ମନ୍ଦିର ମଧ୍ୟ ବହୁତ ତିଆରି ହୋଇଛି, କିନ୍ତୁ ଏ କଥା ଜଣାନାହିଁ ଯେ ସତ୍ୟ ଯୁଗର ଆଦି ସନାତନ ଦେବୀଦେବତା ଧର୍ମ କେବେ ଏବଂ କିପରି ସ୍ଥାପନ ହୋଇଥିଲା। ଭାରତ ଯିଏକି ଏତେ ଶ୍ରେଷ୍ଠ ଥିଲା, ତାହା ନୀଚ କିପରି ହେଲା, ଏ କଥା କାହାକୁ ମଧ୍ୟ ଜଣାନାହିଁ। କହୁଛନ୍ତି ଏହା ପୂର୍ବ ପ୍ରସ୍ତୁତ ନିର୍ଦ୍ଧାର୍ଯ୍ୟ ଅଟେ। କାହାର ନିର୍ଦ୍ଧାର୍ଯ୍ୟ, ତାହା ମଧ୍ୟ ଜାଣିନାହାନ୍ତି। ଯଦି ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ମନେ କରିବ, ତେବେ ବୁଝିପାରିବ। ଡ୍ରାମାର ରଚୟିତା ନିର୍ଦ୍ଦେଶକ କିଏ? କେବଳ କହିଦେଉଛନ୍ତି ଈଶ୍ୱରଙ୍କ ଦ୍ୱାରା ନିର୍ଦ୍ଧାର୍ଯ୍ୟ। ଡ୍ରାମା କହିବା ଦ୍ୱାରା ଡ୍ରାମାର ଆଦି ମଧ୍ୟ ଅନ୍ତକୁ ଜାଣିବା ଦରକାର। କେବଳ ପୁସ୍ତକ ପଢ଼ିବା ଦ୍ୱାରା ଡ୍ରାମା ବିଷୟରେ କେହି ଜାଣିପାରିବେ ନାହିଁ, ଯେ ପର୍ଯ୍ୟନ୍ତ କୌଣସି ଡ୍ରାମା ନ ଦେଖିଛନ୍ତି। ଯେପରି ଖବରକାଗଜରେ ମଧ୍ୟ ବାହାରିଥିଲା, ଗୋଟିଏ ଶ୍ରୀକୃଷ୍ଣ ଚରିତ୍ରର ଡ୍ରାମା ତିଆରି ହୋଇଛି, କିନ୍ତୁ ଦେଖିବା ବିନା କ'ଣ କେହି ବୁଝିପାରିବେ କି? ଯେବେ ଦେଖିବେ ତେବେ ଯାଇ ବୁଝିବେ ଯେ ଡ୍ରାମାରେ ଏପରି ସବୁ ହେବାର ଅଛି। ତୁମେ ପିଲାମାନେ ମଧ୍ୟ ଡ୍ରାମାକୁ ଏବେ ଜାଣୁଛ। ମନୁଷ୍ୟ କହୁଛନ୍ତି ବିଶ୍ୱର ଇତିହାସ ଭୂଗୋଳର ଏବେ ଚକ୍ର ଘୂରି ଚାଲିଛି, କିନ୍ତୁ କିପରି ଘୁରୁଛି ଏହି କଥା କାହାକୁ ବି ଜଣା ନାହିଁ। ନାମ ମଧ୍ୟ ଲେଖାଯାଇଛି ସତ୍ୟଯୁଗ, ତ୍ରେତାଯୁଗ, ଦ୍ୱାପର ଯୁଗ, କଳିଯୁଗ, ପୁଣି ସଙ୍ଗମ ଯୁଗ। କିନ୍ତୁ ମନୁଷ୍ୟ ଭାବି ନେଇଛନ୍ତି ଯୁଗେ ଯୁଗେ ଆସୁଛନ୍ତି। ସତ୍ୟଯୁଗ ତ୍ରେତାର ମଧ୍ୟ ସଙ୍ଗମ ହୋଇଥାଏ, କିନ୍ତୁ ସେହି ସଙ୍ଗମର କୌଣସି ମହତ୍ତ୍ୱ ନାହିଁ। ସେଠାରେ ତ କିଛି ହୋଇନଥାଏ। ଏହିସବୁ କଥା ତୁମେମାନେ ଜାଣିଛ। ସତ୍ୟଯୁଗୀ ସୂର୍ଯ୍ୟବଂଶୀମାନେ ଚନ୍ଦ୍ରବଂଶୀମାନଙ୍କୁ ରାଜ୍ୟ କିପରି ଦେଲେ? ଏମିତି ନୁହେଁ କି ଚନ୍ଦ୍ରବଂଶୀମାନେ ସୂର୍ଯ୍ୟବଂଶୀମାନଙ୍କ ଉପରେ ବିଜୟ ପ୍ରାପ୍ତ କରିଥିଲେ, ତାହା ନୁହେଁ। ଯିଏ ଚନ୍ଦ୍ରବଂଶୀ ରାଜା ହେବେ, ତାଙ୍କୁ ସୂର୍ଯ୍ୟବଂଶୀ ରାଜାରାଣୀ ରାଜ୍ୟଭାଗ୍ୟର ତିଳକ ଦେଇ ସିଂହାସନରେ ବସାଇବେ। ରାଜାଙ୍କୁ ରାମ ଏବଂ ରାଣୀଙ୍କ ସୀତାର ଉପାଧି ମିଳିବ। କିଏ ଦେଲେ? କୁହାଯିବ ସୂର୍ଯ୍ୟବଂଶୀମାନେ ରାଜତ୍ୱ ହସ୍ତାନ୍ତର କଲେ। ଏବେ ତୁମେ ରାଜତ୍ୱ କର। ଯେଉଁ ଦୃଶ୍ୟକୁ ତୁମେ ପିଲାମାନେ ସାକ୍ଷାତକାରରେ ଦେଖିଛ। ବାକି କୌଣସି ଲଢ଼େଇ ଆଦି ନଥାଏ, ଲାଗିନଥାଏ। ବାକି କୌଣସି ଲଢ଼େଇ ଆଦି ଲାଗିନଥାଏ। ଯେପରି କାହାକୁ ରାଜତ୍ୱ ଦିଆଯାଇଥାଏ, ସେହିପରି ଦେଇଥାନ୍ତି। ସେମାନଙ୍କର ପାଦ ଧୋଇଦେଇ ସେମାନଙ୍କୁ ରାଜତିଳକ ଦେଇଥାନ୍ତି। ସେଠାରେ କେହି ଗୁରୁ ଗୋସାଇଁ ନଥାନ୍ତି। ଏବେ ତୁମ ପିଲାମାନଙ୍କର ବୁଦ୍ଧିରେ ଅଛି, ଆମେ ଦୈବୀ ସ୍ୱଭାବ ସମ୍ପନ୍ନ ହେଉଛୁ। ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ରାଜ୍ୟରେ ଆମେ କେତେ ସୁଖୀ ଥିବୁ। ବାବା ଆମକୁ ଦୁଃଖରୁ ମୁକ୍ତ କରି ସୁଖକୁ ନେଇଯାଉଛନ୍ତି। ଆଉ କେହି ଏଭଳି ସୁଖୀ କରିପାରିବେ ନାହିଁ। ସାଧୁମାନେ ତ ନିଜେ ମଧ୍ୟ ଶାନ୍ତିଧାମକୁ ଯିବା ପାଇଁ ଚାହୁଁଛନ୍ତି। ବାବା କହୁଛନ୍ତି, ମୁଁ ଏହି ସାଧୁ ସନ୍ଥମାନଙ୍କର ମଧ୍ୟ ଉଦ୍ଧାର କରି ସମସ୍ତଙ୍କୁ ଶାନ୍ତିଧାମକୁ ନେଇଯାଉଛି। ସନ୍ନ୍ୟାସୀମାନେ ତ ଦ୍ୱାପରରେ ଆସୁଛନ୍ତି। ସ୍ୱର୍ଗରେ ଆମେ ଦେବତାମାନେ ହିଁ ରହୁଛୁ। ଶାନ୍ତିଧାମରେ ମଧ୍ୟ ଅଲଗା ଅଲଗା ବିଭାଗ ରହିବ। ସୂର୍ଯ୍ୟବଂଶୀଙ୍କର ଅଲଗା, ଚନ୍ଦ୍ରବଂଶୀଙ୍କର ଅଲଗା, ତାପରେ ଇସଲାମୀ, ବୌଦ୍ଧୀ, ସନ୍ନ୍ୟାସୀ ଆଦି ଯିଏ ବି ଆସୁଛନ୍ତି, ସମସ୍ତଙ୍କର ଅଲଗା ଅଲଗା ବିଭାଗ ରହିଛି। ଯେତେବେଳେ ଆମେ ରାଜ୍ୟ କରୁଥିଲେ, ସେତେବେଳେ ଅନ୍ୟ କେହି ନଥିଲେ। ମୂଳବତନ ବା ଶାନ୍ତିଧାମରେ ମଧ୍ୟ ଏହିଭଳି କ୍ରମାନୁସାରେ ମାଳା ତିଆରି ହୋଇଛି। ଆଦି ସନାତନ ଦେବୀଦେବତା ଧର୍ମାବଲମ୍ବୀମାନଙ୍କର ହେଉଛି ପ୍ରଥମ ସମ୍ପ୍ରଦାୟ।
तापरे अन्य अन्य संप्रदाय सबु बाहरी थांती। एही देवता मानंकर संप्रदाय सबुठारु श्रेष्ठ अटे एवं अन्य जेउ धर्म स्थापक आसुछन्ति समस्ते तांकठारु बाहरी छन्ति। तुमे कहिब इस्लामी मानंकर हेउछि द्वितीय नंबरर संप्रदाय, पुणी बौद्धी मानंकर तृतीय नंबर, आमे हेले प्रथम नंबरर, बाकी सीमित संख्यार आहुरी छोट छोट तो लक्ष लक्ष संख्यार थिबे। एठारे तो मुख्य हेले चारोटी संप्रदाय बा धर्म वंश। प्रथमे आमे आसीबा, पुणे इस्लामी, बौद्धी, ख्रिस्टियान आदि आसी थांते। एबे आमे तळकु खसी जाइछु। आमको ही 84 जन्म नेई अभिनय करिबाकु पडुछि। जेउ माने शेषरे अछन्ति सेही माने पुणी प्रथमरे रहिबे। देवी देवता माने एबे पतित होइथिबा कारणरू निजकु देवी देवता कहि पारु नाहांती। देवता मानंकु तो पूजा करुछन्ति। एथिरु प्रमाणित हेउछि सेमाने सेही संप्रदायर अटन्ति। सिख माने गुरु नानकंकु मानुछन्ति। सेमाने तांकर वंशधर अटन्ति। सत्य युगरे आमर वंश प्रथम नंबरर अटे। एहा ठारु उच्च वंश आउ केही नाहांती। आमे उच्चरु उच्च वंशर अटु। आमे सबुठारु अधिक सुख भोगुछु, पुणी कांगाल मध्य हेउछु। सबुठारु अधिक दुखी एही भारतवासी माने होइछन्ति। करज मध्य एही माने करि चलिछन्ति। केते धनवान थिले, एबे केते गरीब होई जाइछन्ति। सब किछि हराई देइछन्ति। एहा ही दुख धाम अटे। एबे पुणी बाबा तुमको सुख धामर मालिक करुछन्ति। बाकी समस्ते शांति धाम को चली जिबे। अधा कल्प तुमे सुख भोग करुछ, बाकी समस्ते शांति रे रही थांते। चाहुछन्ति मध्य आमको मुक्ति मिलु। सुख को काकबिष्ठा समान भावुछन्ति। सेमानंकर सुख धामर अनुभव मध्य नाही। तुम मानंकर अनुभव अछि। महिमा मध्य गायन करुछन्ति, किंतु पतित हेबा कारणरू भूली जाइछन्ति। एबे बाबा आसी स्मरण कराई देउछन्ति, हे भारतवासी, तुमे देवी देवता धर्मर अट। द्वापर युगरू नाम परिवर्तन करि देइछन्ति। देवता धर्मावलंबी ही पतित होई जाइछन्ति। गायन मध्य करुछन्ति, हे पतित पावन आस। बाबा सुनाउछन्ति, तुमे माने केते जन्म पवित्र दुनिया रे थिल, केते जन्म हेलानी पतित दुनिया रे अछ। एबे पुणी पवित्र दुनिया को जीवाकु हेब। एहा पाठशाला मानंकर पाठशाला अटे। यज्ञ मानंकर यज्ञ अटे। सारा पुराणा दुनिया एही थिरे समाप्त हेबाकु जाउछि। होलिका को जलाउछन्ति। एही सबु पर्व वर्तमान र अटे। आत्मा चली जीव, बाकी शरीर समाप्त होई जीव। एही ज्ञान सन्यासी माने देई पारिबे नाही। गीतारे किछिटा अछि, किंतु अटारे लुण सदृश। एही ज्ञान प्राय लोप होई जाउछि। शिव बाबा कहुछन्ति, मु एही यज्ञ रचना करिछि। एथिरे शरीर मन धन सबु किछि स्वाहा करुछि। बंची थाउ थाउ मरुछ। एही ज्ञान तुमको एबे मिलुछि। अच्छा, मिठे मिठे शिखिलाधे संतान मानंक प्रति मात पिता बाप दादांकर मधुर स्नेह संपन्न शुभेच्छा एवं सुप्रभात। आत्मिक पितांकर आत्मिक संतान मानंको नमस्ते। आत्मिक संतान मानंकर आत्मिक पितांको ओम शांति। गुड मॉर्निंग। नमस्ते 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 नमस्ते। शुक्रिया बाबा, शुक्रिया। ओम शांति। धारणा पाई मुख्य सार 1 नंबर, सुखधाम को जीवा पाई निजर दैवी स्वभाव निर्माण करने को हेबो। ड्रामार आदि मध्य अंतर रहस्य को बुद्धि रे रखी हर्षित होई रहिबाकु हेबो। समस्तंकु एही रहस्य बुझाइबाकु हेबो। 2 नंबर, स्वराज्य प्राप्त करिबा पाई एही बेहद यज्ञ रे बंची थाउ थाउ निजर शरीर मन धन को स्वाहा करिबाकु हेबो।
ସବୁକିଛି ନୂଆ ଦୁନିଆ ପାଇଁ ଟ୍ରାନ୍ସଫର ଅର୍ଥାତ୍ ସ୍ଥାନାନ୍ତରିତ କରିବାକୁ ହେବ। ବରଦାନ ନିଜର ମସ୍ତକ ଦ୍ୱାରା ତୃତୀୟ ନେତ୍ରର ସାକ୍ଷାତକାର କରାଉଥିବା ସଚ୍ଚା ଯୋଗୀ ଭବ। ଯୋଗୀମାନଙ୍କର ସ୍ମାରକୀ ଚିତ୍ରରେ ସେମାନଙ୍କର ମସ୍ତକରେ ତୃତୀୟ ନେତ୍ର ଦେଖାଇଥାନ୍ତି। ତୁମେ ସଚ୍ଚା ଯୋଗୀ ପିଲାମାନେ ମଧ୍ୟ ନିଜର ମସ୍ତକ ଦ୍ୱାରା ତୃତୀୟ ନେତ୍ରର ସାକ୍ଷାତକାର କରାଇବା ପାଇଁ ସର୍ବଦା ବୁଦ୍ଧି ଦ୍ୱାରା ଏକମାତ୍ର ବାବାଙ୍କର ସଙ୍ଗରେ ହିଁ ରୁହ। ପ୍ରଥମେ ବାବା, ଦ୍ୱିତୀୟରେ ମୁଁ, ତୃତୀୟରେ କେହି ନୁହେଁ। ଯେତେବେଳେ ସ୍ଥିତି ଏହିଭଳି ହୋଇଯିବ ସେତେବେଳେ ହିଁ ତୃତୀୟ ନେତ୍ରର ସାକ୍ଷାତକାର ହେବ। ଯଦି ବୁଦ୍ଧିରେ କେହି ତୃତୀୟ ବ୍ୟକ୍ତି ବା ବସ୍ତୁ ଆସିଗଲା ତେବେ ତୃତୀୟ ନେତ୍ର ବନ୍ଦ ହୋଇଯିବ। ସେଥିପାଇଁ ସର୍ବଦା ତୃତୀୟ ନେତ୍ର ଖୋଲା ରହିଥାଉ। ଏଥିପାଇଁ ମନେ ରଖିବାକୁ ହେବ ଯେ ତୃତୀୟ କେହି ନୁହେଁ। ସ୍ଲୋଗାନ ପ୍ରଶ୍ନଚିତ୍ତ ହେବା ଅର୍ଥାତ୍ ନିଜେ ବ୍ୟତିବ୍ୟସ୍ତ ହେବା ଏବଂ ଅନ୍ୟମାନଙ୍କୁ କରିବା। ଓମ୍ ଶାନ୍ତି। ଅବ୍ୟକ୍ତ ଇଶାରା ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ। ଯିଏ ଯେଉଁଭଳି କର୍ମ କରିଥାଏ